ଦର୍ଶକ ବନ୍ଧୁ କଥାଗୁଡ଼ିକୁ ଟିକେ ଧ୍ୟାନରେ ଶୁଣନ୍ତୁ। 1 ନମ୍ବର, ଯେଉଁ କନ୍ୟାର ହାତ ଓ ଗୋଡ଼ରେ ଅଧିକ କେଶ ରହିଥାଏ ସେ କନ୍ୟା କ୍ରୋଧୀ ହୋଇଥାଏ, କ୍ରୂର ହୋଇଥାଏ ଓ ଈର୍ଷାପରାୟଣୀ ହୋଇଥାଏ। 2 ନମ୍ବର, ଯେଉଁ କନ୍ୟାର ନାକ ତଳକୁ କେଶ ରହିଥାଏ ସେ କନ୍ୟା ଉଚ୍ଚାଭିଳାଷୀ ହୋଇଥାଏ। 3 ନମ୍ବର, ଯେଉଁ କନ୍ୟାର ପେଟର କେଶ ରହିଥାଏ ସେ କନ୍ୟା କଳହପ୍ରିୟ ଓ ଚରିତ୍ରହୀନା ହୋଇଥାଏ। 4 ନମ୍ବର, ଯେଉଁ କନ୍ୟାର ଛାତିରେ କେଶ ରହିଥାଏ ସେ କନ୍ୟା ସ୍ୱାର୍ଥପର ଓ ଲଜ୍ଜାହୀନତା ହୋଇଥାଏ। 5 ନମ୍ବର, ଦର୍ଶକ ବନ୍ଧୁ ଦେଖିବେ ଯେଉଁ କନ୍ୟାର ଆଇବ୍ରୋ କେଶ ପରସ୍ପର ସହିତ ଲଗାଲଗି ହୋଇ ରହିଥାଏ ସେ କନ୍ୟାଙ୍କୁ କେବେ ବି ଧନର ଅଭାବ ହୋଇନଥାଏ। 6 ନମ୍ବର, ଯେଉଁ କନ୍ୟାର ଆଖି ପଲକରେ ଛୋଟ ଓ କଳା କେଶ ହୋଇଥାଏ ସେ କନ୍ୟା ସୌଭାଗ୍ୟଶାଳୀ ହୋଇଥାଏ। 7 ନମ୍ବର, ଯେଉଁ କନ୍ୟାର କେଶ ଲମ୍ବା ଓ ଘନ କଳା ହୋଇଥାଏ ସେ କନ୍ୟା ସୌଭାଗ୍ୟବତୀ ହୋଇଥାଏ। 8 ନମ୍ବର, ଯେଉଁ ଲୋକଙ୍କର ଡାହାଣ ପାଦର ତିଳ ଚିହ୍ନ ଥାଏ ସେ ଜ୍ଞାନବୋଧ ଓ ଧର୍ମପରାୟଣ ହୋଇଥାଏ। 9 ନମ୍ବର, କାନ ମଧ୍ୟରେ ଯେଉଁ ଲୋକର କଳାଜାଇ ରହିଥାଏ ସେ ଲୋକ ସୁଖ ସମ୍ପଦ ପ୍ରାପ୍ତ କରିଥାଏ। 10 ନମ୍ବର, ଯେଉଁ ଲୋକ ବାମ ବକ୍ଷରେ କଳାଜାଇ ଚିହ୍ନ ଥାଏ ସେ ଲୋକ ଗର୍ବୀ ହୋଇଥାଏ ଏବଂ ପରଧନ ପ୍ରାପ୍ତ କରିଥାଏ। 11 ନମ୍ବର, ଡାହାଣ ହାତ କହୁଣୀ ଉପରେ କଳାଜାଇ ଥିଲେ ସେ ଲୋକ ଖରାପ କାର୍ଯ୍ୟରେ ମନ ବଳାଇଥାଏ। 12 ନମ୍ବର, ଯେଉଁ ଲୋକଙ୍କ ବାମ ହାତ କହୁଣୀ ତଳେ କଳାଜାଇ ଥାଏ ସେ ବହୁଭାଷୀ ହୁଏ ଓ ସୁଖ ଭୋଗ କରିଥାଏ। 13 ନମ୍ବର, ଯେଉଁ ଲୋକଙ୍କର ମୁହଁର ଡାହାଣ ପାଖରେ କଳାଜାଇ ଚିହ୍ନ ଥାଏ ସେ ପରୋପକାରୀ ଏବଂ ମାନ ଓ ସମ୍ମାନର ଅଧିକାରୀ ହୋଇଥାଏ। 14 ନମ୍ବର, ଯେଉଁ ଲୋକଙ୍କର ମୁହଁର ବାମ ପାର୍ଶ୍ୱରେ କଳାଜାଇ ଚିହ୍ନ ଥାଏ ତାଙ୍କ ଜୀବନ ସାରା ସୁଖ ଶାନ୍ତି ଭୋଗ ହୋଇଥାଏ। 15 ନମ୍ବର, ପିଜୁଳି ପତ୍ରକୁ ପାଣିରେ ଭଲ ଭାବରେ ସିଝାଇ ସେ ପାଣିକୁ ଯଦି ମୁଣ୍ଡରେ ଲଗାଇଲେ ମୁଣ୍ଡରୁ ଚୁଟି ଉପୁଡ଼ିବା ବନ୍ଦ ହୋଇଥାଏ। 16 ନମ୍ବର, ଉଷୁମ ପାଣିରେ ମହୁ ଏବଂ ଲେମ୍ବୁ ରସ ମିଶାଇ ପିଇଲେ ଖାସ ଓ ଛିଙ୍କରୁ ରକ୍ଷା ମିଳିଥାଏ। 17 ନମ୍ବର, ଉଷୁମ କ୍ଷୀରରେ 1 ଚାମଚ ହଳଦୀ ମିଶାଇ ପିଇଲେ ଖାସ ଓ ଛିଙ୍କ ଦୂର ହୋଇଥାଏ। ମନେ ରଖିବେ। 18 ନମ୍ବର, ଶୋଇଲା ବେଳେ ଖାସ ଓ ଛିଙ୍କ ହେଲେ ମୁଣ୍ଡ ତଳେ ତକିଆ ଦେଇ ଶୋଇଲେ କିଛି ପରିମାଣରେ କମି ଯାଇଥାଏ। 19 ନମ୍ବର, କେବେ ବି କାହାରିକୁ ସିଧା ହାତରେ ଲୁଣ ଦିଅନ୍ତୁ ନାହିଁ, ଏହାଦ୍ୱାରା ଝଗଡ଼ା ଲାଗିଥାଏ। ଧ୍ୟାନ ରଖିବେ। 20 ନମ୍ବର, ପ୍ରତ୍ୟେକ ଦିନ ପାଣିରେ ଲୁଣ ପକାଇ ଘର ପୋଛିଲେ ଭାଗ୍ୟରେ ପରିବର୍ତ୍ତନ ହୋଇ ସୌଭାଗ୍ୟ ଆସିଥାଏ। 21 ନମ୍ବର, ଟିକେ ଲୁଣ ନେଇ ମୁଣ୍ଡ ଚାରିପଟେ ବୁଲାଇ ବାହାରକୁ ଫିଙ୍ଗିଦେଲେ ଅଶୁଭ ଦୃଷ୍ଟି କଟି ଯାଇଥାଏ। 22 ନମ୍ବର, ସପ୍ତାହକୁ ଥରୁଟିଏ ମିଶ୍ରି ଯୁକ୍ତ କ୍ଷୀରି ପରିବାରରେ ସମସ୍ତେ ଏକାଠି ଖାଇଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। 23 ନମ୍ବର, ଯଦି ଆପଣଙ୍କ ଘରେ କୌଣସି କାର୍ଯ୍ୟ ହୋଇପାରୁନଥାଏ ତେବେ ପାଇଖାନାରେ ଗୋଟିଏ ମୁଠା ଲୁଣ ସବୁଦିନ ପକାନ୍ତୁ। ଦେଖିବେ ସବୁ କାର୍ଯ୍ୟ ନିଶ୍ଚିନ୍ତ ହୋଇଯିବ। 24 ନମ୍ବର, ଯଦି କୌଣସି ଶୁଭ କାର୍ଯ୍ୟରେ ଘରୁ ବାହାରୁଛନ୍ତି ତେବେ ଗୋଟିଏ ଲେମ୍ବୁରେ 4ଟି ଲବଙ୍ଗ ପୋତି ସାଙ୍ଗରେ ନେଇକି ଗଲେ ବହୁତ ଶୁଭ ହୋଇଥାଏ। 25 ନମ୍ବର, ଯଦି ଆପଣଙ୍କର କୌଣସି କାମ ହୋଇପାରୁନଥାଏ କିମ୍ବା ଅଟକୁଥାଏ ତେବେ ଗାଈ କାନରେ କହିଦିଅନ୍ତୁ, ନିଶ୍ଚୟ ପୂରଣ ହୋଇଯିବ। 26 ନମ୍ବର, ଗର୍ଭାବସ୍ଥା ସମୟରେ ଚାଉଳରେ ହଳଦୀ ମିଶାଇ ଘର ଭିତରେ ପକାଇଲେ ସମସ୍ତ ଅଶୁଭ ଶକ୍ତି ଦୂର ହୋଇଥାଏ। 27 ନମ୍ବର, ଯଦି ପୁତ୍ର କିମ୍ବା କନ୍ୟାର ଜାତକରେ ମଙ୍ଗଳ ଦୋଷ ଥାଏ ତେବେ ମଙ୍ଗଳବାର ବ୍ରତ କଲେ ତାହା ଦୂର ହୋଇଥାଏ। 28 ନମ୍ବର, ଯଦି ବିବାହ ପାଇଁ ପୁତ୍ର କିମ୍ବା କନ୍ୟା ରାଜି ହେଉନଥାନ୍ତି ତେବେ ତାଙ୍କ ଶୋଇବା ଘର ଉତ୍ତର ପଟରେ
କ୍ରିଷ୍ଟାଲ ବଲ୍ କାଚ ପ୍ଲେଟ୍ରେ ରଖନ୍ତୁ। 29 ନମ୍ବର, ଯଦି ପୁତ୍ର ଓ କନ୍ୟାର ବିବାହ ହୋଇପାରୁନଥାଏ ତେବେ 13 ଦିନ ପର୍ଯ୍ୟନ୍ତ ଆଶ୍ୱସ୍ଥ ଗଛ ମୂଳରେ ପାଣି ଦିଅନ୍ତୁ, ଶୁଭ ଫଳ ପ୍ରାପ୍ତ ହୋଇଥାଏ। 30 ନମ୍ବର, ଯଦି କନ୍ୟାର ବିବାହ ହୋଇପାରୁନଥାଏ ତେବେ ହଳଦିଆ କପଡ଼ାରେ ହଳଦୀ ବାନ୍ଧି କନ୍ୟାର ତକିଆ ତଳେ ରଖନ୍ତୁ। 31 ନମ୍ବର, ମଙ୍ଗଳବାର ଦିନ ଗାଈକୁ ମସୁର ଡାଲି ସହିତ ଗୁଡ଼ ମିଶାଇ ଖାଇବାକୁ ଦେଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ। 32 ନମ୍ବର, ସକାଳୁ ଉଠି ଗଣେଶଙ୍କ ଉପରେ ନାଲି ରଙ୍ଗର ଫୁଲ ଚଢ଼ାଇଲେ ଘର କରିବାର ମନସ୍କାମନା ପୂରଣ ହୋଇଥାଏ। 33 ନମ୍ବର, ଘରର ଛାତ ଉପରେ ଦକ୍ଷିଣ ପୂର୍ବ କୋଣରେ ପକ୍ଷୀମାନଙ୍କ ପାଇଁ ପିଇବା ପାଣି ରଖିଲେ ପରିବାରରେ ଆୟୁ ବୃଦ୍ଧି ହୋଇଥାଏ। 34 ନମ୍ବର, ସକାଳୁ ଉଷୁମ ପାଣିରେ 1 ଚାମଚ ଗୁଆ ଘିଅ ମିଶାଇ ପିଇଲେ ମନ ସତେଜ ରହିବା ସହିତ ଶରୀର ସୁସ୍ଥ ଏବଂ ଚମକ ହୋଇଥାଏ। 35 ନମ୍ବର, ବାଦାମ, ମିଶ୍ରି ଓ ମଧୁରୀକୁ ଗୁଣ୍ଡ କରି ରାତିରେ ଖାଇବା ପୂର୍ବରୁ 2 ଚାମଚ ଉଷୁମ ପାଣିରେ ଖାଇଲେ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ। 36 ନମ୍ବର, ଯଦି ପିଲାଙ୍କର ମନ ପାଠରେ ଲାଗୁନଥାଏ ତେବେ ପୂର୍ବ ଦିଗକୁ ମୁହଁ କରି ପାଠ ପଢ଼ିଲେ ପାଠରେ ମନ ଲାଗିଥାଏ। 37 ନମ୍ବର, ପିଲାଙ୍କ ପଢ଼ିବା ଘରେ ଶୁଦ୍ଧ ଘିଅ ଦୀପ ଲଗାଇଲେ ଏବଂ ସରସ୍ୱତୀ ଯନ୍ତ୍ର ରଖିଲେ ପିଲାଙ୍କ ପାଠରେ ମନ ଲାଗିଥାଏ ଓ ବିଦ୍ୟା ବୁଦ୍ଧି ବିକଶିତ ହୋଇଥାଏ। 38 ନମ୍ବର, ଶୋଇବା ଶେଯରେ ବସି ବସି ନିଦ୍ରା ଯିବା ଉଚିତ ନୁହେଁ ଏବଂ ସନ୍ଧ୍ୟା ସମୟରେ ଶୋଇବା ଦ୍ୱାରା ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ। 39 ନମ୍ବର, ଶୋଇବା ସମୟରେ କେବେ ବି ମସ୍ତିଷ୍କ କିମ୍ବା ପାଦ ଆଡ଼କୁ ଆଲୋକ ପଡ଼ିବା ଉଚିତ ନୁହେଁ ଏବଂ କାନ୍ଥଠାରୁ 3 ହାତ ଦୂରତାରେ ଛାଡ଼ି ଶୋଇବା ଦ୍ୱାରା ମଙ୍ଗଳକାରୀ ହୋଇଥାଏ। 40 ନମ୍ବର, ଉତ୍ତର ଦିଗକୁ କେବେ ବି ମୁଣ୍ଡ କରି ଶୋଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ଏବଂ ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କମ୍ ହେବା ସହିତ ସ୍ମୃତିଭ୍ରମ ହେବାର ସମ୍ଭାବନା ଦେଖା ଦେଇଥାଏ।